ତ ଏତେ ସକାଳୁ ମୋତେ କ'ଣ ପାଇଁ ଉଠିବାକୁ ପଡ଼ିଲା ଭିଡ଼ିଓ କଣ୍ଟିନ୍ୟୁ କଲେ ଜାଣିପାରିବେ। ହ୍ୟାଲୋ ହାଏ ନମସ୍କାର, ତ ୱେଲକମ୍ କରୁଛି ଆଉ ଗୋଟେ ମୋ ନ୍ୟୁ ଫ୍ରେଶ୍ ବ୍ଲଗ୍କୁ। ତ ଦେଖିପାରୁଥିବେ ସକାଳୁ ସକାଳୁ ମୁଁ ଉଠି ଯାଇଥିଲି। ତ ଗାଁରେ ଆମର କେହି ବି ଗୋଟେ ମଣିଷ ନଥିଲେ, ଗୋଟେ ହିଁ ମଣିଷ ଯିଏକି ମୁଁ ଉଠିଥିଲି। ମୋତେ ନିଜକୁ ବହୁତ ହି ଖୁସି ଲାଗୁଥିଲା। ଏତେ ସକାଳୁ ଯେଉଁ ଶୀତ ବିଶ୍ୱାସ କରିବେନି, ମୁଁ ପୁରା ଥରୁଥିଲି। ଛକରେ ବି ଆମର କେହି ବି ନାହାନ୍ତି, ଗୋଟେ ଗାଡ଼ି ମଟର ଯାଉନି, ଖାଲି ଏକୁଟିଆ ମୁଁ ଠିଆ ହେଇଛି ବସ୍ ପାଇଁ। ତ କିଛି ସମୟ ପରେ ବସ୍ ପଳେଇ ଆସିଥିଲା। ତ ବସ୍ରେ ମୁଁ ଯାଇ ପହଞ୍ଚାଇଥିଲି କଲେଜରେ। ତ ସେଠୁ ଯାଇ ପଳେଇଥିଲି ଟିକେ ମେଡ଼ିକାଲରେ କାମ ଥିଲା, ଆମର ମେଡ଼ିକାଲ ଫାଷ୍ଟ ଯିବାର ଥିଲା। ତ ମେଡ଼ିକାଲରୁ କାମ ସାରିକି ପଳେଇ ଆସିଥିଲୁ ଆମେ ମେଡ଼ିକାଲରୁ କଲେଜ। ତ ଦେଖିପାରୁଥିବେ ସମସ୍ତେ ହିଁ ପେପର୍ ଧରି ବସିଗଲାନ୍ତି। ଯାହାର ଯେଉଁ ଟପିକ୍ ଦିଆହେଇଛି ସେମାନେ ଲେଖିବାର ଷ୍ଟାର୍ଟ ହେଇଗଲାଣି। ତ ଫାଇନାଲି ଆମର ସରିଗଲା ପ୍ରାକ୍ଟିକାଲ ଏକ୍ଜାମ୍। ବହୁତ ହି ଡର ଲାଗୁଥିଲା। ଯାହା ହଉ ବାହାରୁ ଏକ୍ସଟର୍ନାଲ୍ ମ୍ୟାମ୍ ଆସିଥିଲେ, ତ ସମସ୍ତେ ବହୁତ ଖୁସି। ସରିଗଲା ପରେ ଯେଉଁ ଶାନ୍ତି ଆପଣମାନେ ବୁଝିପାରିବେନି। ତ ମୋତେ ଆସିଲା ବେଳେ ବହୁତ ଜୋରରେ ଶୋଷ ଲାଗୁଥିଲା, ବିଶ୍ୱାସ କରିବେନି। ମୁଁ ସେଇ ଡ୍ରେସ୍ରେ ଆସିକି ଆଗ ଲେମ୍ବୁ ପାଣି କରି ପିଇ ଦେଇଥିଲି। ଦେନ୍ ମୋ ଭଉଣୀ ଦେଇଥିଲା ମୋତେ 2ଟା ଚକୋଲେଟ୍। ତ ସେଇଟା ଖାଇସାରିକି ଏଇଠି ମୁଁ ଖାଇ ଦେଇଥିଲି ଭାତ। ତାପରେ ରାତିରେ ପ୍ଲାନ୍ ହେଇଥିଲା ଆମର ହେବ କଟଲେଟ୍। ଭାଇ ସେଦିନ ଆସିଥିଲା ତ ସେଥିପାଇଁ। ତ ତାପରେ ରାତିରେ ହେଇଥିଲା ପନିର। ତ ରହୁଛି।